ଷୋହଳ ସୋମବାର ବ୍ରତ ଯେଉଁମାନେ ବି 16 ସୋମବାର ବ୍ରତ କରିବେ ଆପଣମାନେ ଏଇସବୁ କଥା ଗୁଡ଼ିକ ନିହାତି ଜାଣନ୍ତୁ। କେଉଁ ମାସରୁ ଆରମ୍ଭ କରିବା ଅଧିକ ଶୁଭଦାୟକ ହେବ ଆପଣଙ୍କ ପାଇଁ ଏବଂ କେତେ ଗୁଡ଼ିଏ କଥା ବ୍ରତ ସମ୍ପର୍କରେ କେତେ ଗୁଡ଼ିଏ କଥା ଜାଣିବା ଆପଣଙ୍କର ନିହାତି ଜରୁରୀ। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଏ ସମସ୍ତ ବିଷୟରେ ଆପଣମାନେ ଜାଣିପାରିବେ। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର ଏହି ଭିଡ଼ିଓରେ। 16 ସୋମବାରର ବ୍ରତ ଯେକୌଣସି ପ୍ରକାରର ମନସ୍କାମନା ପୂର୍ଣ୍ଣ ପାଇଁ ଆପଣମାନେ ଏ ବ୍ରତକୁ କରିପାରିବେ। କେଉଁ ମାସରୁ କରିବେ? ପ୍ରାୟତଃ ଶ୍ରାବଣ ମାସରୁ ବେଶୀ କରିବା ପାଇଁ ମନ କରନ୍ତି। ତେବେ ବହି କ'ଣ କହେ? ଯଦି ବହି ଦେଖିବା, ବହି ଅନୁସାରେ ଏ ଦେଖନ୍ତୁ ମୋ ହାତରେ ବହି ଅଛି। ବହି ଅନୁସାରେ 16 ସୋମବାରର ବ୍ରତ ଚୈତ୍ର, ବୈଶାଖ, ଶ୍ରାବଣ, କାର୍ତ୍ତିକ, ମାର୍ଗଶିର ଏ ମାସରେ ଆପଣମାନେ କରନ୍ତୁ। କିନ୍ତୁ ତାର ନିୟମ ଅନୁସାରେ ବହିରେ ସିନା ଦେଇଛି ଏ ମାସ ଗୁଡ଼ିକ ଶୁଭ, କିନ୍ତୁ ବହିରେ ମଧ୍ୟ ଅଛି ଯେ 16 ସୋମବାର ବ୍ରତକୁ ଆପଣମାନେ ଯେକୌଣସି ମାସର ସୋମବାରରୁ ଆରମ୍ଭ କରିବେ, କିନ୍ତୁ ଶୁକ୍ଳ ପକ୍ଷର ସୋମବାର ହେଇଥିବା ଆବଶ୍ୟକ। ଶୁକ୍ଳ ପକ୍ଷ କେମିତି ଜାଣିବେ? ମୋର ଗୋଟେ ଭିଡ଼ିଓ ଅଛି, ସେଥିରେ ସେ ଭିଡ଼ିଓ ଦେଖନ୍ତୁ, ଲିଙ୍କ୍ ମୁଁ ଦେଇଦେବି। ସେ ଭିଡ଼ିଓରେ କୁହାଯାଇଛି ଯେ ଶୁକ୍ଳ ପକ୍ଷର ସୋମବାର ବୋଲି ଆପଣମାନେ କେମିତି ଜାଣିବେ। ଇଏ ଗଲା। ତାପରେ ଏ ବ୍ରତକୁ କେମିତି କରିବେ? ବ୍ରତ ଆରମ୍ଭ କରିବେ, ଦେଖନ୍ତୁ ଗୋଟେ କଳସ ସ୍ଥାପନ କରିକି ଆପଣ ବ୍ରତ ଆରମ୍ଭ କରିବେ। ଯେଉଁ ମନ୍ଦିରରେ ଆପଣ ବ୍ରତ ଆରମ୍ଭ କରିବାକୁ ଚାହୁଁଛନ୍ତି, ଯେଉଁ ମନ୍ଦିରରେ ଆରମ୍ଭ କରିବେ ସେ ମନ୍ଦିରରେ ଶେଷ କରିବେ। ଆରମ୍ଭ ଶେଷ ସେ ଗୋଟିଏ ମନ୍ଦିରରେ କରିବେ ଏବଂ ଅନ୍ୟ ସମୟରେ ଆପଣ ଯେକୌଣସି ମନ୍ଦିରକୁ ଯାଇକି ଦର୍ଶନ ଆପଣ କରିପାରିବେ। ଶିବ ମନ୍ଦିରରେ ପ୍ରତ୍ୟେକ ସୋମବାର ଦିନ ଆପଣଙ୍କୁ ଯାଇକି ଦର୍ଶନ କରିବାର ଅଛି। ଯଦି ଦର୍ଶନ କରିପାରୁନାହାନ୍ତି ଠିକ୍ ଅଛି, ଚଳିବ, କିନ୍ତୁ ଆରମ୍ଭ ଆଉ ଶେଷ ନିହାତି ଭାବରେ ଯାଇକି ମନ୍ଦିର ଦର୍ଶନ କରିବେ। ତେବେ ପ୍ରତି ସୋମବାରକୁ ସୋମବାର ଯାଇକି ଶିବଙ୍କ ଦର୍ଶନ କରିବାକୁ ପଡ଼ିବ। ଘରେ ହେଲେ ମଧ୍ୟ ଶିବଙ୍କୁ ପୂଜା କରିବେ। ଘରେ ମଧ୍ୟ ଗୋଟିଏ କଳସ ସ୍ଥାପନ କରିବା କଥା। ଘରେ ବି ଗୋଟେ କଳସ ସ୍ଥାପନ କରନ୍ତୁ, ମନ୍ଦିରରେ ଗୋଟିଏ କଳସ ସ୍ଥାପନ କରନ୍ତୁ। ଘରେ ମଧ୍ୟ ପ୍ରତିଦିନ ଆପଣମାନେ ମହାଦେବଙ୍କୁ ପୂଜା କରନ୍ତୁ। ଶିବ ମନ୍ଦିର ଯାଇକି ସୋମବାରକୁ ସୋମବାର ମହାଦେବଙ୍କର ପୂଜା କରନ୍ତୁ। ପ୍ରତିଦିନ ସନ୍ଧ୍ୟା ସମୟରେ ବସି ଶିବଙ୍କୁ ଧ୍ୟାନ କରନ୍ତୁ, ଆପଣଙ୍କର ଦୁଃଖ ବିଷୟରେ ଜଣାନ୍ତୁ। ତେବେ ଆଉ ଗୋଟେ କାମ କରିବାକୁ ପଡ଼ିବ, ଆପଣଙ୍କୁ ସଂକଳ୍ପ କରିବାକୁ ପଡ଼ିବ। ଆପଣ ସଂକଳ୍ପ କରିବେ, ଆପଣ କଳସ ସ୍ଥାପନ କରିବେ। ପ୍ରତି ସୋମବାରକୁ ସୋମବାର ଆପଣ ଶିବ ଦର୍ଶନ କରିବେ, ପ୍ରତିଦିନ ଶିବ ପୂଜା କରିବେ, ପ୍ରତିଦିନ ସନ୍ଧ୍ୟା ସମୟରେ ଦୀପଟିଏ ଲଗେଇବେ। ଦୀପ ପାଖରେ ବସିକି ନିଜର ଦୁଃଖ ଶିବଙ୍କ ଉଦ୍ଦେଶ୍ୟରେ ଦୀପଟି ଲଗେଇକି ନିଜର ଦୁଃଖ ମହାଦେବଙ୍କୁ ଜଣେଇବେ। ଏତିକି କାମ ଆପଣଙ୍କୁ କରିବାର ଅଛି। ତାପରେ ଆଉ କ'ଣ କରିବେ ନା, ଯେତେବେଳେ 16 ସୋମବାର ଆପଣଙ୍କର ଶେଷ ହେବ, 16 ସୋମବାରରେ ଆପଣ ଶେଷ କରିପାରିବେ, ନହେଲେ 17 ନମ୍ବର ସୋମବାର ଯେଉଁଟା, ସେଇଥିରେ ଆପଣମାନେ କ'ଣ କରିବେ ନା, ସେଦିନ ଆପଣ ମନ୍ଦିରରେ ଶିବ ମନ୍ଦିରରେ ପୁଣି ଆପଣ ଆଉ ଗୋଟେ ଘଟ ସ୍ଥାପନ କରିବେ। କାହିଁକିନା ସେଦିନ ହୋମ କରିବେ। ସେଥିପାଇଁ ଆପଣ ବାହାରେ ଗୋଟିଏ କଳସ ସ୍ଥାପନ କରି ଗଣପତି ଆଦି ପଞ୍ଚଦେବଙ୍କୁ ପୂଜା କରି ଶିବ ପାର୍ବତୀଙ୍କର ଆପଣ ପିତ୍ତଳର ମୂର୍ତ୍ତି ଯଦି ଅଛି ଭଲ କଥା, ନହେଲେ ଫଟୋ ରଖିକି ଆପଣମାନେ ମହାଦେବଙ୍କୁ ପୂଜା କରନ୍ତୁ। ପଞ୍ଚୋପଚାରେ ଷୋଡ଼ଶୋପଚାରେ ପୂଜା କରନ୍ତୁ ଏବଂ ହୋମ କରନ୍ତୁ। ହୋମ କରିବେ, ଅନ୍ନଦାନ କରନ୍ତୁ ଛୋଟ ଛୋଟ ବାଳକମାନଙ୍କୁ, ଗରିବ ଲୋକମାନଙ୍କୁ ଏବଂ ବ୍ରାହ୍ମଣମାନଙ୍କୁ ବ୍ରାହ୍ମଣ ଭୋଜନ କରାନ୍ତୁ। 16 ଯୋଡ଼ି ସ୍ୱାମୀ ସ୍ତ୍ରୀଙ୍କୁ, ନରନାରୀଙ୍କୁ ଆପଣମାନେ ଭୋଜନ କରାନ୍ତୁ ଏବଂ ଯଥାବିଧ କିଛି ଦକ୍ଷିଣା ଦିଅନ୍ତୁ, ନହେଲେ କିଛି ବସ୍ତ୍ର ଦାନ କରନ୍ତୁ। ଦେଖିବେ ନିଶ୍ଚିନ୍ତ ଭାବରେ ଆପଣଙ୍କର ସମସ୍ତ ପ୍ରକାରର ମନସ୍କାମନା ପୂରଣ ହେବ, ଯାହା ବହି ଅନୁସାରେ ବିଧି ବହି ଅନୁସାରେ ଅଛି। ତେବେ ଏଇଥିରେ ମଧ୍ୟ ବହି ଅନୁସାରେ ପୂଜା କରିସାରିବା ପରେ ହୋମ କରିବେ ଏବଂ ଶେଷରେ ବ୍ରାହ୍ମଣଙ୍କୁ ଭୋଜନ ଦେବେ, ଯଥାଶକ୍ତି ଦାନ ଦେବେ ଏବଂ ଏ ମନ୍ତ୍ରଟିକୁ ପାଠ କରିବେ। ମନ୍ତ୍ରଟିକୁ ମୁଁ ସ୍କ୍ରିନରେ ମଧ୍ୟ ଦେଇଦେବି। ଧେନୁ ଜଗତା ମାତା ନିତ୍ୟଂ ବିଷ୍ଣୁ ପଦେ ସ୍ଥିତା ସତ୍ୱା ସତ୍ୱମୟା ତୟା ପ୍ରିୟତଂ ମେ ସଦା ଶିବ। ଏ ମନ୍ତ୍ରର ପାଠ କରିବେ। ତେବେ ଏ ଥିଲା 16 ସୋମବାର ବ୍ରତ ବିଷୟରେ କିଛିଟା ଛୋଟିଆ ଭାବରେ ଛୋଟ ଭିଡ଼ିଓ ହିସାବରେ ଆପଣଙ୍କୁ ସୂଚନା। ଯଦି ୟାର ଲଙ୍ଗ ଭିଡ଼ିଓ ଆପଣମାନେ ଦେଖିବାକୁ ଚାହୁଁଛନ୍ତି, ଅନେକ କଥା ଅଛି, ଯଦି ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ଅନେକ ଭିଡ଼ିଓ ଅଛି ମୋର, ଆପଣମାନେ ଚ୍ୟାନେଲରେ ଦେଖିପାରିବେ। ତେବେ ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓଟି ନିହାତି ଭାବରେ ଭଲ ଲାଗିଥିବ। ଯଦି ଭିଡ଼ିଓ ଭଲ ଲାଗିଥାଏ ତାହେଲେ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଅନୁରୋଧ ରହିଲି। ଜୟ ଜଗନ୍ନାଥ, ଜୟ ଶିବ ଶମ୍ଭୁ।